राहुल गांधी जो प्रकार अभियोग आनी भोट चोरी अभियोग काली से द्वितीय थर पर ये अभियोग आनी आज आपण जो लक्ष्य कर आज बहुत चैनल जो जो ठिकाना राहुल गांधी कहते ठिकाना रे एकाधिक भोटर अच्छा ठिकाना भोटर ना ना भोटर लिस्ट रे अच्छी इत्यादि जहाँ कहते आज अनेक चैनल्स को आप लक्ष्य करेंगे सब रिपोर्टर्स मान को सही सब जगह पठे सरजमीन तदंत करते ଆପଣ ଶୁଣିକିରି ଆଶ୍ଚର୍ଯ୍ୟ ହେବେ ଯେ ଅଧିକାଂଶ କ୍ଷେତ୍ରରେ ଯେତିକି ସେମାନେ ଯାଇପାରିଛନ୍ତି ସବୁ ଏତେ ଯାଇପାରି ନଥିବେ ଯେତିକି ଯାଇପାରିଛନ୍ତି ମୁଁ ଟେଲିଭିଜନ ଚ୍ୟାନେଲ ଦେଖିଥିଲି ସେ ସବୁ ଜାଗାରେ ଆକ୍ଚୁଆଲି ମହିଳା ମାନେ ନିଜେ ଧରିକିରି ତାଙ୍କର ଭୋଟର କାର୍ଡ କୁ ଧରିକିରି ଭୋଟର ଆଇଡେଣ୍ଟି କାର୍ଡ କୁ ଧରିକିରି ସେମାନେ ନିଜେ କହୁଛନ୍ତି ଆଜ୍ଞା ଆମେ ତ କୌଣସି ସମୟରେ ଏ ପ୍ରକାର ପରିସ୍ଥିତିର ସମ୍ମୁଖୀନ ହେଇନାଉ ଆମ ପାଖରେ ଠିକ ଆମର ଭୋଟର କାର୍ଡ ଅଛି ଏବଂ ଆମର ନମ୍ବର ବି ସେମାନେ ଦେଖେଇଲେ ଜଣେ ଦି ଜଣ କହିଲେ ଯେ କୌଣସି ଜାଗାରେ ଆମ ଫଟୋ ଭୁଲ ବଶତଃ ଆଉ ଆମ ଫଟୋ ବଦଳରେ ଆଉ କାହା ଫଟୋ ସେ ବସିଥିଲା ଏବଂ ଆମେ ତୁରନ୍ତ ଇଲେକ୍ସନ କମିଶନର ଦୃଷ୍ଟିକି ଏ କଥା ଆଣିଥିଲୁ ଯେମିତି ଯୋଉ ଫର୍ମରେ ଅଭିଯୋଗ କରିବା କଥା କରିଥିଲୁ ଏବଂ ଜଣେ ଭଦ୍ର ମହିଳା ଏପରିକି ଦେଖେଇଲେ ଯେ ମୋର ଯୋଉ ତ୍ରୁଟି ହେଇଥିଲା ମୋର ଭୋଟର କାର୍ଡରେ ଆଇଡି କାର୍ଡରେ ବର୍ତ୍ତମାନ ସେ କହିଲେ ମୋ ପାଖରେ ଠିକ କାର୍ଡ ଅଛି ମାନେ ଯୋଉ ଫଟୋ ମୋ ଫଟୋ ଯୋଉ ବସିବା କଥା ତା ଦେହରେ ଲାଗିବା କଥା ସେ ଫଟୋ ଲାଗିବ ମୋର କହିବା କଥା ଯେ ରାହୁଲ ଗାନ୍ଧୀ ବାରମ୍ବାର ତଥ୍ୟ ସରଜମିନ ତଦନ୍ତ ନ କରି ତାଙ୍କର ତ ନେଟୱାର୍କ ଅଛି ସେ ନିଜେ କାଲି ଯେତେବେଳେ ଅଭିଯୋଗ କଲେ ସେତେବେଳେ ସେ କହିଲେ ଯେ ଆମର କଂଗ୍ରେସର ଲୋକମାନେ ବିଭିନ୍ନ ଜାଗାରେ ସରଜମିନ ତଦନ୍ତ କରି ଏଇ ପ୍ରକାର ଇନଫରମେସନ ଆମକୁ ଆସିଛି ଏକଥା ସତ ରାହୁଲ ଗାନ୍ଧୀ କଣ ନିଜେ ଆଉ ଚାରିଆଡେ ବୁଲି କରନ୍ତି କିନ୍ତୁ ସେ ଯେତେବେଳେ ଏ ପ୍ରକାର ଅଭିଯୋଗ କରୁଛନ୍ତି ପୁଣି ଗୋଟେ ସାମ୍ବିଧାନିକ ପଦବୀରେ ଥିବା ଜଣେ ବ୍ୟକ୍ତିଙ୍କ ନାଁରେ କରୁଛନ୍ତି ଇଲେକ୍ସନ କମିଶନ ପୁଣି ଗୋଟେ ସାମ୍ବିଧାନିକ ଅନୁଷ୍ଠାନ ସେ ବୁଝିବା କଥା ଯେ ସେ ଯାହା କହୁଛନ୍ତି ସେ ପୁଣି ଲିଡର ଅଫ ଅପୋଜିସନ ସେ ବୁଝିବା କଥା ଯେ ସିଏ ଯାହା କହୁଛନ୍ତି ବା ଯାହା ଅଭିଯୋଗ କରିବାକୁ ଯାଉଛନ୍ତି ସେଥିରେ ସାମାନ୍ୟତମ ତଥ୍ୟ ଅନ୍ତତଃ ଥିବା ଦରକାର ଯଦି ତଥ୍ୟଗତ ତ୍ରୁଟି ରହିଲା ଅଭିଯୋଗରେ ତାହେଲେ କିଏ କଣ କହିଥିଲେ ଚଳିଯିବ କିନ୍ତୁ ଲୋକସଭାରେ ଲିଡର ଅଫ ଅପୋଜିସନ ଏବଂ କଂଗ୍ରେସ ଦଳର କହିବାକୁ ଗଲେ ସବୁଠୁ ସର୍ବୋଚ୍ଚ ନେତା ସେ ଯଦି ଏଇ ପ୍ରକାର ଅଭିଯୋଗ ଆଣିବେ ତାହେଲେ ଲୋକ ତାଙ୍କ ଉପରେ ଭରସା ଲୋକଙ୍କର ତାଙ୍କ ଉପରେ ଭରସା ତୁଟିଯିବ ବର୍ତ୍ତମାନ ପୁଣି ବିହାରରେ ଇଲେକ୍ସନ ଚାଲିଛି ଆଜି ଆପଣ ଲକ୍ଷ୍ୟ କରିଥିବେ ବିହାରର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆଜି ସରିଲା ଏବଂ ଏଇ ନିର୍ବାଚନରେ ଆପଣ ଲକ୍ଷ୍ୟ କରିବେ ବିହାର ବିଧାନସଭା ପାଇଁ ନିର୍ବାଚନରେ ଆପଣ ଲକ୍ଷ୍ୟ କରିବେ ଆଜିର ଯୋଉ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେଇଥିଲା ସେ ଏପର୍ଯ୍ୟନ୍ତ ବର୍ତ୍ତମାନ 6ଟା ବାଜିଛି ବର୍ତ୍ତମାନ ସୁଦ୍ଧା 60.13 ଭୋଟର ଆସି ଭୋଟ ଦେଇଛନ୍ତି ଗଲାଥରକ 2020ରେ ଯୋଉ ଭୋଟ ହେଇଥିଲା ସେ 2020ରେ 51.91% ଲୋକ ଭୋଟର ଭୋଟ ଦେଇଥିଲେ ମାନେ ଏଇଥିରୁ ଆପଣ ଅନୁମାନ କରିପାରୁଥିବେ 2025ର ନିର୍ବାଚନରେ କେତେ ବିପୁଳ ସଂଖ୍ୟାରେ ଭୋଟର ମାନେ ଆସୁଛନ୍ତି ଭୋଟ ଦେବା ପାଇଁ ଏବଂ ୟାରି ଭିତରେ ଆଜି ଯେତେବେଳେ ଭୋଟ ଗ୍ରହଣ ଚାଲିଛି ଗତକାଲି ରାହୁଲ ଗାନ୍ଧୀ କୋଉ ଅଭିଯୋଗ ପୁଣି ଆଣିଛନ୍ତି ଭୋଟ ଚୋରି ଅଭିଯୋଗ 2024 ମସିହାରେ ଯୋଉ ହରିୟାଣା ବିଧାନସଭା ପାଇଁ ଇଲେକ୍ସନ ହେଇଥିଲା ସେଇ ଇଲେକ୍ସନ କେବେଠୁ ଗଲାଣି ଆଜ୍ଞା ସରକାର ସେଠି ହେଇକିରି ରାଜ୍ୟ ଚାଲିଛି ହଠାତ୍ ରାହୁଲ ଗାନ୍ଧୀ ଅଭିଯୋଗ ଆଣିଛନ୍ତି ହରିୟାଣା ଇଲେକ୍ସନରେ ତାଙ୍କର ଅଭିଯୋଗ ଯେ 25 ଲକ୍ଷ ଭୋଟ ଚୋରି ହେଇଯାଇଛି 25 ଲକ୍ଷ ଭୋଟ ଚୋରି ହେଇଯାଇଛି ଏବଂ ଯୋଉ ଯୋଉ ସ୍ଥାନରେ ଭୋଟର ନାହାନ୍ତି ତାଙ୍କ ନାଁ ଭୋଟର ଲିଷ୍ଟରେ ଲେଖା ହେଇଛି ଏବଂ ଯୋଉ ଯୋଉ ଜାଗାରେ ଭୋଟର ଅଛନ୍ତି ପ୍ରକୃତରେ ଜେନ୍ୟୁଇନ୍ ଭୋଟର ତାଙ୍କୁ ସବୁ ଭୋଟର ଲିଷ୍ଟରୁ କୌଣସି ନା କୌଣସି ଭାବରେ ବାଦ ଦେଇ ଦିଆଯାଇଛି ଖାଲି ସେ ସେଠି ଅଭିଯୋଗ କରିନାହାନ୍ତି ସେ ମୋଟାମୋଟି ଅଭିଯୋଗ କରିଛନ୍ତି ହରିୟାଣାରେ ପ୍ରତି 8 ଜଣରେ ଜଣେ ହଉଛନ୍ତି ଜାଲି ଭୋଟର ଅର୍ଥାତ୍ ତାଙ୍କର ଯୋଗ୍ୟତା ନାହିଁ ଭୋଟ ଦେବା ପାଇଁ ବା ସିଏ ସେଠି ରହୁନାହାନ୍ତି ବା ସିଏ ସେଠିକାର ବାସିନ୍ଦା ନୁହନ୍ତି ବା ସିଏ ସେଠିକାର ଭୋଟର ନୁହନ୍ତି କିନ୍ତୁ ତାଙ୍କ ନାଁ ଭୋଟର ଲିଷ୍ଟରେ ଲେଖାଯାଇଛି ବୋଲିକିରି ସେ ଅଭିଯୋଗ କରିଛନ୍ତି ଖାଲି ସେତିକି ନୁହେଁ ସେ କହୁଛନ୍ତି ଯେ 5 ଲକ୍ଷ ତାଙ୍କର ଯୋଉ ତଦନ୍ତ ସେମାନଙ୍କ ତରଫରୁ କରାଯାଇଛି
ମାନେ ରାହୁଲ ଗାନ୍ଧୀଙ୍କ ତରଫରୁ ସେ ତା ଦେହରେ କହୁଛନ୍ତି ଆମ ତଦନ୍ତରୁ ଆମେ ଜାଣିଲୁ ଯେ 5,21,000 ନକଲି ଭୋଟରଙ୍କୁ ଆମେ ଜଣା ପଡୁଛି। ମାନେ ଆମ ତଦନ୍ତରେ ଆମେ ଦେଖିଛୁ ବା ଆମ ତଦନ୍ତରୁ ଆମେ ଜାଣିବାକୁ ପାଇଛୁ ଯେ 5,21,000 ନକଲି ଭୋଟର ଅଛନ୍ତି ବୋଲିକିରି। ଖାଲି ସେତିକି ନୁହେଁ, ସିଏ କହୁଛନ୍ତି ଯେତେ ନକଲି ଭୋଟର ସବୁ ହରିୟାଣାରେ ଅଛନ୍ତି ସେମାନେ ସମୁଦାୟ ଭୋଟର, ହରିୟାଣା ରାଜ୍ୟରେ ସମୁଦାୟ ଯେତେ ଭୋଟର ତାର 12.5 ଭାଗ ହଉଛନ୍ତି ନକଲି ଭୋଟର। ମାନେ ଏ ପ୍ରକାର ଅଭିଯୋଗ ଆପଣ ନିର୍ବାଚନ ବାବଦରେ ଅଭିଯୋଗ ଆଣିବାର ଆପତ୍ତି ନାହିଁ, ଆପଣଙ୍କର ସବୁ ଅଧିକାର ଅଛି। ନିର୍ବାଚନ କମିଶନ ମଧ୍ୟ ଆପଣ ଲକ୍ଷ୍ୟ କରୁଥିବେ ବାରମ୍ବାର କହୁଛନ୍ତି ଯେ କୌଣସି ଜାଗାରେ ଯଦି ଆପଣ ଅନୁଭବ କରୁଛନ୍ତି ବା ଦେଖୁଛନ୍ତି ଯେ ଆପଣ ଜେନୁଇନ ଭାରତୀୟ ଲୋକ ହେଇକିରି କୌଣସି ନା କୌଣସି କାରଣରୁ ଯଦି ଆପଣଙ୍କ ନାଁ ବାଦ ପଡିଛି ଭୋଟର ଲିଷ୍ଟରୁ, ତାହେଲେ ଆପଣ ତୁରନ୍ତ କମିଶନଙ୍କ ଦୃଷ୍ଟିକି ଆଣନ୍ତୁ, ଅଭିଯୋଗ କରନ୍ତୁ, ତାକୁ ସୁଧାରି ଯିବ। ସେ କଥାକୁ ଯେତେବେଳେ ସଜଡା ଯିବ ବୋଲିକିରି ଇଲେକ୍ସନ କମିଶନ ବାରମ୍ବାର କହୁଛନ୍ତି, ଖାଲି ତ କହୁନାହାନ୍ତି, ଆପଣ ଲକ୍ଷ୍ୟ କରିଥିବେ। ଏପରିକି ଇଲେକ୍ସନ କମିଶନ ଏକଥା ମଧ୍ୟ କହିଛନ୍ତି ଯେ ନିର୍ବାଚନ ପୂର୍ବରୁ ଫାଇନାଲ ଭୋଟର ଲିଷ୍ଟ ପ୍ରକାଶିତ ହେବା ପରେ ମଧ୍ୟ ନିର୍ବାଚନ ଭୋଟ ଗ୍ରହଣ ପୂର୍ବରୁ ଏବଂ ଫାଇନାଲ ଭୋଟର ଲିଷ୍ଟ ପ୍ରକାଶିତ ହେବା ପରେ ଯେକୌଣସି ଲୋକ ଚାହିଁଲେ ତାଙ୍କ ନାଁ ଯଦି ଭୋଟର ଲିଷ୍ଟରେ ନାହିଁ, କଟି ଯାଇଛି, ସେ ଜେନୁଇନ ଭୋଟର କିନ୍ତୁ ତାଙ୍କୁ କୌଣସି ନା କୌଣସି କାରଣରୁ ବାଦ ପଡିଯାଇଛନ୍ତି, ତୁରନ୍ତ ଅଭିଯୋଗ କରନ୍ତୁ। ଖାଲି ସେତିକି ନୁହେଁ, ଆପଣ ଲକ୍ଷ୍ୟ କରିଥିବେ ଏଇ ଯୋଉ ଇଲେକ୍ସନ ଏଇ ଯୋଉ ଭୋଟର ଲିଷ୍ଟ ହୁଏ, ଭୋଟର ଲିଷ୍ଟ କୋଉଠି ହୁଏ? ବୁଥ ୱାରି ଭୋଟର ଲିଷ୍ଟ କରାଯାଏ। ଏକଥା ନୁହେଁ ଯେ ପୁରା ରାଜ୍ୟରେ ଗୋଟେ 1, 2, 3, 4, 5 କରି 5 କୋଟି 6 କୋଟି 4 ଲକ୍ଷ 5 ଲକ୍ଷ ଏମିତିକି ଭୋଟର ଲିଷ୍ଟ କରାଯାଏ। ଭୋଟର ଲିଷ୍ଟ ସବୁବେଳେ ବୁଥ ୱାରି କରାଯାଏ ଏବଂ ଗୋଟିଏ ବୁଥରେ ଯେକୌଣସି ବୁଥରେ ହାରାହାରି ଇଲେକ୍ସନ କମିଶନଙ୍କ କହିବା ଅନୁସାରେ 1100ରୁ ଖୁବ ବେଶୀ ହେଲେ 1200, ତାଠୁ ଅଧିକା ଲୋକଙ୍କୁ କୌଣସି ବୁଥରେ ରଖାଯାଏ ନାହିଁ, ଗୋଟିଏ ନିର୍ଦ୍ଦିଷ୍ଟ ବୁଥରେ। ତେଣୁ ଯଦି ଅଧିକା ଲୋକ ହୁଅନ୍ତି, 1500 ଭୋଟର ଥାନ୍ତି କୌଣସି ଜାଗାରେ, ସେଠି 2ଟା ବୁଥ ପଛେ ହବ, କିନ୍ତୁ ଗୋଟିଏ ବୁଥରେ କରାଯିବ ନାହିଁ। ତେଣୁ ସବୁଠୁ ମ୍ୟାକ୍ସିମମ୍ 1100-1200 ଲୋକ ଗୋଟିଏ ବୁଥରେ ଥାନ୍ତି। 1, 2ରେ ଏଇ ଯୋଉ ବୁଥରେ ବୁଥ ୱାରି ଯେତେବେଳେ ଭୋଟର ଲିଷ୍ଟ ଯେତେବେଳେ ପ୍ରସ୍ତୁତ ହୁଏ, ସେତେବେଳେ ଯେଉଁମାନେ ଥାନ୍ତି ସରକାରୀ କର୍ମଚାରୀ, ବୁଥ ଲେଭେଲ ଅଫିସର ଅଛନ୍ତି, ଆରଓ ଅଛନ୍ତି, ରିଜନାଲ ଅଫିସର ଅଛନ୍ତି ଏବଂ ଏଇଭଳି ଭାବରେ ଆପଣ ଦେଖିବେ ବୁଥ ଲେଭେଲ ଅଫିସର ଯିଏ ସେ ହଉଛନ୍ତି ସରକାରୀ କର୍ମଚାରୀ। ସିଏ ସବୁବେଳେ ଘରକୁ ଘର ବୁଲିକିରି ଏଇ 1100-1200 ଘରକୁ ଘର ବୁଲିକିରି ଯୋଉମାନେ ଭୋଟର ତାଙ୍କର ଚିଠା କରିଥାନ୍ତି ଏବଂ ସେତେବେଳେ ଏଇ ସବୁ କାର୍ଯ୍ୟ କଲା ବେଳେ ସେଇ ବୁଥରେ ବିଭିନ୍ନ ପଲିଟିକାଲ ପାର୍ଟିର ଯୋଉମାନେ ସବୁ ପ୍ରତିନିଧି ଥାନ୍ତି ତାଙ୍କୁ ବିଶ୍ୱାସକୁ ନେଇକିରି ସବୁ ପ୍ରକାର ଲିଷ୍ଟ ପ୍ରିପେୟାର କରାଯାଏ। 1, 2ରେ ଯେତେବେଳେ ଫାଇନାଲ ଭୋଟର ଲିଷ୍ଟ ପ୍ରକାଶିତ ହୁଏ, ଆପଣ ଲକ୍ଷ୍ୟ କରିଥିବେ ସେ ଭୋଟର ଲିଷ୍ଟ କୋଉ ସହରରେ କୋଉ କଲେକ୍ଟରଙ୍କ ଅଫିସରେ କି ଇଲେକ୍ସନ କମିଶନଙ୍କ ଅଫିସରେ ଟଙ୍ଗା ହୁଏନି। ସେ ଭୋଟର ଲିଷ୍ଟ ଆଜିକାଲି ତ ଡିଜିଟାଲ ଯୁଗ ହେଇଗଲାଣି, କମ୍ପ୍ୟୁଟରରେ ଭୋଟର ଲିଷ୍ଟ ଇଲେକ୍ସନ ଭୋଟ ଗ୍ରହଣ ପୂର୍ବରୁ ଆପଣ ଯଦି ଚାହିଁବେ ନିଜେ ଭୋଟର ଅଛନ୍ତି ନା ନାହିଁ ଆପଣ କମ୍ପ୍ୟୁଟରରେ ଦେଖିପାରିବେ। 1, 2ରେ ସେ ଭୋଟର ଲିଷ୍ଟ ସବୁ ପଲିଟିକାଲ ପାର୍ଟିର ଏଜେଣ୍ଟ, ସେଇ ବୁଥର ଯୋଉମାନେ ସବୁ ଏଜେଣ୍ଟ ଥିବେ ତାଙ୍କ ପାଖକୁ, ଆରଙ୍କ ପାଖକୁ, ବିଆରଙ୍କ ପାଖକୁ, ଏଡିଏମଙ୍କ ପାଖକୁ, କଲେକ୍ଟରଙ୍କ ପାଖକୁ, ସମସ୍ତଙ୍କ ପାଖକୁ ସେ କପି ଯାଇଥାଏ, ସମସ୍ତଙ୍କ ପାଖରେ ସେଇଟା ମିଳେ। ତା ବାଦ ମଧ୍ୟ ବୁଥ ୱାରି ଆପଣ ଦେଖିବେ ସେଠି ସ୍କୁଲ ଘର ହଉ ବା ତାଙ୍କର ଗାଁରେ ହଉ, ସେ ଇଲେକ୍ସନ ମାନେ ଭୋଟର ଲିଷ୍ଟକୁ ସେଠି ଟଙ୍ଗା ଯାଇଥାଏ ସାଧାରଣ ଲୋକ ଦେଖିଲା ପାଇଁ। ଖାଲି ସେତିକି ନେଇ ଇଲେକ୍ସନ କମିଶନ ବାରମ୍ବାର କହୁଛନ୍ତି ଯେ ବିନା ଦ୍ୱିଧାରେ ଆପଣ ଅଭିଯୋଗ କରିପାରନ୍ତି। ରାହୁଲ ଗାନ୍ଧୀଙ୍କର ବାରମ୍ବାର ଅଭିଯୋଗ ପରେ ଇଲେକ୍ସନ କମିଶନଙ୍କର ସରଳ ଉତ୍ତର ହଉଛି ତାଙ୍କ ପ୍ରଶ୍ନରେ ଯେ ଯଦି ଆପଣଙ୍କ ଏଜେଣ୍ଟ ମାନେ ଏତେ 1-2ଟା ଜାଗାରେ ତ ଭୋଟ ଏକଡ ସେକଡ ହେଇଛି ବୋଲିକିରି ଭୋଟର ଲିଷ୍ଟରେ କିଛି ନୁହେଁ, ସେ କହୁଛନ୍ତି ଯେ ଲାର୍ଜ ସ୍କେଲ ଏକଡ ସେକଡ ହେଇଛି, ଅର୍ଥାତ୍ ଗୋଟେ ରାଜ୍ୟରେ 100-1,000
भोट ग्रहण केन्द्र अच्छी बूथ रे हजार हजार बूथ अच्छी सबू बूथ रे कोठी ना कोठी एते संख्या जदि 25 लाख कहवा अनुसार जदि जाली भोटर भोट देइचंती ताले से जानिबा कथा जे केते भोट केन्द्र रे ई प्रकार सब थिबो राहुल गांधी ये अभियोग को इलेक्शन कमिशन समस्त भी कहते आपण लोक मैंने कौन करते यदि एते जाली कम होटर लिस्ट रे आपणकर तो प्रति बूथ रे विभिन्न पॉलिटिकल पार्टी एजेंट माने अच्छी कहीं से तो दिने प्रतिवाद कलेनी कई तो दिने गोटे भी अभियोग आसीनी बोली इलेक्शन कमिशन बारंबार कहते एक दुई रे कौन सी बूथ रे आपण जने भोटर नुहति किंतु आपण ना से कौन प्रकार अच्छी आपण ना लिखाई जे आपण अमुक बूथ रे जने भोटर एवं आपण प्रकृति में से बूथ रे लोक नुहति आपण सेठिकार बासिंदा नुहति भोटर नुहति आपण ना रे आउ जने जाई भोट दे दब से बूथ रे एते पॉलिटिकल पार्टी एजेंट्स बसी थिबे इलेक्शन कमिशन प्रिजाइडिंग अफसर थिबे पोलिंग अफसर थिबे सिक्यूरिटी गार्ड थिबे बाहर लोक थिबे कहीं कौन जानी दुई नंबर से अभियोग कर जड़े जड़े व्यक्तिंकर ना भोटर भोटर भाव में अनेक बूथ रे ताकर ना अच्छी आज्ञा अनेक बूथ रे यदि ना अच्छी जनकर ताले से सब जगह तो भोटर हो पारे कि सब जगह भोट दे पारे सेठी मध्ये आपण कहीं अभियोग कलेनी एपरिक राहुल गांधी मध्ये कहीं अभियोग करना इलेक्शन कमिशन एक बारंबार कहते जे राहुल गांधी जी अभियोग कर प्रेस कॉन्फ्रेंस कर कथा कही पार्टी इलेक्शन कमिशन कौन सी तदंत करने पूर्व तो नियम कानून को देखे सर आ गोटे कथा सर आ गोटे कथा से ए सब कथा भितर कहउछन जे बीजेपी आउ बीजेपी एथरे संश्लिष्ट अछि आउ निर्वाचन कमिशन मध्य संश्लिष्ट अछन से माने गणतंत्र को ध्वंस करूछन एवं जेएनजेड केवल गणतंत्र को सुरक्षा दे परिवे ए जो प्रसंग से सब सदाळे जेएनजेड कथा उठौछन या कथा ए प्रसंग रे आपण कोन मत रख ए कथा सच सी बारंबार कहउछन जे एथरे आमे इंक्वायरी कला पर जानिलु जे एई स्काम रो बा एई षडयंत्र भोटर मानकु ताको सपक्ष रे षडयंत्र करैबारे भोटर लिस्ट रे कारसादी करैबारे एथिरे बीजेपी रो ऊपर महल हाथ अछि बोली कहउछंती एवं बीजेपी को इलेक्शन कमिशन निजे सहाय्य करछंती बोली कहउछंती आगा भारत रो संविधान व्यवस्था रे अभियोग कर देवाटा किछि तो कहा पर बाड़बता नहीं ना ए प्रकार अभियोग से कर परि एमती नहीं से जहाँ नहीं अभियोग करदे मुझे मूलर आपको कहती अभियोग करदेवाटा तो बड़ सहज अभियोग जी कर निजी पचारिया कथा सी किए सी होती लोकसभा लीडर ऑफ अपोजिशन सी होती भारत वर्षर कह गले लीडिंग राजनैतिक दल कांग्रेस दलर सबुठ बड़ नेता आपण जिते ये प्रकार खामखियाली भित्तिहीन एवं यही प्रकार जो अभियोग आणुचंती आपण भाविबा कथा आजिकल जुगरे आपण कौन नहीं जहाँ नहीं ता कहीदे 5 मिनिट पर तदंत बाहर पड़ो एटा सत कि मिछ जहाँ मुझे कहती काली से अभियोग कले प्रेस कॉन्फ्रेंस करी आज विभिन्न चैनल रिपोर्टर मान विभिन्न जगह को पठेकरी तदंत करी से जानते आज्ञा जहाँ अभियोग कर मिछ टेलीविजन तो फटो से देखा तेणु राहुल गांधी अभियोग करदेवाटा तो बड़ सहज अभियोगटा को मैंने नहीं आनी थोई पार से सब बड़ कथा या द्वारा से कौन कि से निजर सम्मान हरउछंती कांग्रेस दलर पशियारा हरउछंती एया होची खाली सेतिक नुहे से केते बेले पुनी करछन हरियाणा इलेक्शन आगे 2024 रु गलानी आज होची बिहार विधानसभा पर प्रथम पर्याय भोट ग्रहण आज माने 12 घंटा 24 घंटा पूर्व राहुल गांधी दिल्ली रे प्रेस कॉन्फ्रेंस करी सांबादिक सम्मेलन करी ए प्रकार अभियोग करछंती जहाँ किछि घंटा भीतर प्रमाणित हो जाउछि मिछ बोलिकरी सर ये जो जेएनजेड केवल गणतंत्र को रक्षा करि परिवे ए कथा जो राहुल गांधी कहउछंती यार माने कोन राहुल गांधी बोले भावुचंती जे नेपाल रे जो प्रकार जेनजी माने जो प्रकार आंदोलन कले एवं सेठिकार सरकार को गादीच्युत कले देश रे परिवर्तन इत्यादि जहाँ कले और तापर मध्ये आपण लक्ष्य करछे विभिन्न देश रे विशेष कर हमर पड़ोसी देश बांग्लादेश श्रीलंका ये जगह जो जो प्रकार आंदोलन है जन आंदोलन जो सरकार गादीच्युत राहुल गांधी भावुं यही प्रकार आह्वान ने भारत वर्ष एड़े बड़ देशर
ଯୋଉମାନେ ଯୁବଗୋଷ୍ଠୀ ଅଛନ୍ତି ସେମାନେ ରାସ୍ତାକୁ ବାହାରିକିରି ତାଙ୍କ ପଛରେ ତାଙ୍କୁ ସମର୍ଥନ କରିକିରି ଗୋଟେ ଆନ୍ଦୋଳନ ଗଢିଉଠିବେ। ଆଜ୍ଞା କୌଣସି ଜାଗାରେ ଆପଣ ଆନ୍ଦୋଳନ କରିବାକୁ ହେଲେ ଜେନ୍ଜି ହୁଅନ୍ତୁ କି ଆଉ ବୟସ୍କ ହୁଅନ୍ତୁ କି ପ୍ରାପ୍ତ ବୟସ୍କ ହୁଅନ୍ତୁ, ଯାହାକୁ ନେଇକିରି ଆପଣ ଆନ୍ଦୋଳନ କରିବେ, ଆନ୍ଦୋଳନର ନେତା ଯିଏ ସେ ମଧ୍ୟ ସଚ୍ଚୋଟ ହେଇଥିବା ଦରକାର। ତାଙ୍କର ମଧ୍ୟ ବ୍ୟକ୍ତିତ୍ୱ ସେଭଳି ଭାବରେ ଅନ୍ୟମାନଙ୍କୁ ପ୍ରଭାବିତ କରୁଥିବା ଦରକାର। ଏକ ଦୁଇରେ ଅନେକ ସମୟରେ ଆପଣ ଲକ୍ଷ୍ୟ କରିବେ ଜେନ୍ଜି ଆନ୍ଦୋଳନକୁ ଯଦି ଆପଣ ତର୍ଜମା କରିବେ ଦେଖିବେ ତାଙ୍କର କେହି ନେତା ନାହାନ୍ତି, କିନ୍ତୁ ପ୍ରସଙ୍ଗ ତାଙ୍କ ପାଖରେ ଅଛି ଯୋଉଥିପାଇଁ ସେମାନେ ଆନ୍ଦୋଳନ କଲେ। ଭାରତରେ କଣ ଅଛି? ଭାରତରେ ପୁରା ଏତେ ବଡ ସୁଦୃଢ ଗଣତନ୍ତ୍ର ଯେ ଆମର ଗଣତନ୍ତ୍ରକୁ ନଷ୍ଟ କରିଦେବା ପାଇଁ ବାହାର ଶକ୍ତି, ଆମ ପଡୋଶୀ ମାନେ, ଆମ ଦେଶରେ ମଧ୍ୟ ଲୋକ କେତେ କଣ ଷଡଯନ୍ତ୍ର କରିଛନ୍ତି ଆଜିର କଥା ନୁହେଁ। ଶହ ଶହ ବର୍ଷ ଧରିକିରି ଭାରତ ବର୍ଷର ଗଣତାନ୍ତ୍ରିକ ବ୍ୟବସ୍ଥାକୁ, ଭାରତ ବର୍ଷର ସ୍ୱାଧୀନଚେତା ଲୋକମାନଙ୍କୁ ଦବେଇକି ରଖିବା ପାଇଁ କେତେ କଣ କରିଛନ୍ତି ତାର ହିସାବ ଏତେ ବଡ ଲମ୍ବା ଫର୍ଦ୍ଦ ଯେ କାହିଁକି କଣ କିଛି ଏଇଠି ତ ଏ ଦେଶରେ କିଛି ଗଣତନ୍ତ୍ର ତ କିଛି କ୍ଷତିଗ୍ରସ୍ତ ହେଇନାହିଁ। କାହିଁକି ନା ଆଜିକା ଦିନରେ ମଧ୍ୟ ଆପଣ ଦେଖନ୍ତୁ ଯୋଉ ସରକାର ଚାଲିଛି ନରେନ୍ଦ୍ର ମୋଦୀଙ୍କ ସରକାର, ଏ ଦେଶରେ ସରକାର ସେତିକି ସ୍ୱଚ୍ଛତା ଅଛି ବୋଲିକିରି ସବୁ ଜିନିଷ ଆଜି ଆଲୋଚନା ହେଇପାରୁଛି। ଏଠି କାହାର ମୁହଁ ବନ୍ଦ କିଏ କରିଦେଉନାହାନ୍ତି। ତେଣୁ ଲୋକଙ୍କର ଭିତରେ ସବୁଠୁ ବଡ କଥା ହଉଛି ଯୋଉ ସରକାରଙ୍କ ବିରୁଦ୍ଧରେ ରାହୁଲ ଗାନ୍ଧୀ ଆହ୍ୱାନ ଦଉଛନ୍ତି ଜେନ୍ଜି ଆନ୍ଦୋଳନ, ପରୋକ୍ଷରେ ସେ ଆହ୍ୱାନ ଦଉଛନ୍ତି, ପରୋକ୍ଷରେ ଦଉଛନ୍ତି, ସେ ବୁଝିପାରୁନାହାନ୍ତି ଯେ ସେଇ ସରକାରଙ୍କ ସମଳରେ ଭାରତ ବର୍ଷର ଅର୍ଥନୀତି 10ମ ସ୍ଥାନରୁ ଆସି 4ର୍ଥ ସ୍ଥାନରେ ପହଞ୍ଚିଲାଣି। ଭାରତ ବର୍ଷର ବିଭିନ୍ନ ପ୍ରକାର ଯେଭଳି ଭାବରେ ପ୍ରଗତି ହଉଛି, ବାହାର ଶକ୍ତି, ବାହାର ଦେଶ ଆମକୁ ସବୁ ପ୍ରକାର ଅସହଯୋଗ କରି ବା ସତ୍ୟ ମଧ୍ୟ ଆମର ଯୋଉ ପ୍ରକାର ଆର୍ଥିକ ଅଭିବୃଦ୍ଧି ହଉଛି, ଆମେରିକା ଆମ ଉପରେ 50% ଟ୍ୟାରିଫ, ସବୁଠୁ ପୃଥିବୀର ଅଧିକା ଟ୍ୟାରିଫ ଆମ ଉପରେ ଲଗେଇଲେ ମଧ୍ୟ ୱାର୍ଲଡ ବ୍ୟାଙ୍କ ଏବଂ IMF ର ଭବିଷ୍ୟତବାଣୀ ହଉଛି ଭାରତର ଆର୍ଥିକ ଅଭିବୃଦ୍ଧି ବଢି ଚାଲିବ, କମିବାର ପ୍ରଶ୍ନ ନାହିଁ। ଏକଥା ସମସ୍ତେ ଜାଣିଛନ୍ତି। ଆମେ ବାହାର ଦେଶକୁ ଜିନିଷ ବିକିକିରି ଚଳିବା ଲୋକ ନୁହଁ। ଆମ ଦେଶରେ ଜିନିଷର ଆବଶ୍ୟକତା ଏତେ ଅଛି ଯେ ଆମର ନିଜର କନଜମ୍ପସନ ଉପରେ ଆମର ଅର୍ଥନୀତି ପର୍ଯ୍ୟବେସିତ। ୟା ଭିତରେ ରାହୁଲ ଗାନ୍ଧୀ ଯଦି ଗୋଟେ ଶସ୍ତା କଥା କହିକିରି, ତଥ୍ୟ ନଥିବା କଥା କହିକିରି ଭାରତ ବର୍ଷର ଯୁବ ସମାଜକୁ ଆହ୍ୱାନ ପରୋକ୍ଷରେ କରିକିରି ଆନ୍ଦୋଳନ ପାଇଁ ଭଡକାଉଥାନ୍ତି, ଏଇଟା ତାଙ୍କର ସେ ସ୍ୱପ୍ନରେ ରହିଯିବ, ସେ ହବନି।